ଜାତକରେ ଯଦି ଗଜକେଶରୀ ଯୋଗ ଅଛି ତାହା ଫଳିତ ହେଉନି, କ'ଣ କରିବେ? ଆପଣଙ୍କର ଘରର ଈଶାନ୍ୟ କୋଣରେ ଗୋଟିଏ ରୂପା ପାତ୍ରରେ କିଛି ଚଣା ଯାଇ ମାନେ ବୁଟ ଡାଲି ହଉ ନହେଲେ କିଛି ଆମର ଯେଉଁ ଧଳା ସୋରିଷ ଅଛି ତାକୁ ଭର୍ତ୍ତି କରିକି ଆପଣ ଆପଣଙ୍କ ଘରର ଈଶାନ୍ୟ କୋଣରେ ରଖିଦେବେ। ହଳଦିଆ ସୋରିଷ ହେଉ କିମ୍ବା ବୁଟ ଡାଲି ହେଉ, ଏହା ବୃହସ୍ପତିଙ୍କର କାରକ ହେବ। ଏବଂ ଯେଉଁ ରୂପା ଗିନାରେ ଆପଣ ରଖିଥିବେ ତାହା ଚନ୍ଦ୍ରଙ୍କର କାରକ ହେବ। ସେଥିରେ ଛୋଟ ଖଣ୍ଡେ କର୍ପୂର ଆପଣ ପକାଇଦେବେ ଏବଂ ପ୍ରତ୍ୟେକ 15 ଦିନରେ ଥରେ ସେଇ ରୂପା ଗିନାରେ ଥିବା ଜିନିଷକୁ ଆପଣ ଜଳ ବିସର୍ଜିତ କରିଦେଉଥିବେ ଏବଂ ନୂତନ ଜିନିଷ ଆଣିକି ସେଥିରେ ରଖିଦେଉଥିବେ। ଯଦି ଏହା କରିପାରିବେନି ତେବେ ଆଉ ଗୋଟେ ଉପାୟ ଅଛି। ରୂପା ଗିନାରେ ଆପଣ ଚାଉଳ ଏବଂ ଗୋଟା ହଳଦୀ ମିଶାଇକି ଠିକ୍ ସେଇ ଈଶାନ୍ୟ କୋଣରେ ଆପଣଙ୍କର ରଖିଦେବେ। ଯଦି ଜାତକରେ ଆପଣଙ୍କର ଗଜକେଶରୀ ଯୋଗ ଅଛି ତାହା କାମ ଦେଉନି, ତେବେ ଅତ୍ୟନ୍ତ ମାନେ ମ୍ୟାଜିକାଲି ସେ ଯୋଗ ଆପଣଙ୍କର କାମ ଦେବା ଆରମ୍ଭ କରିଦେବ। ଆପଣ ମୋତେ ନିଶ୍ଚୟ ଭାବେ କମେଣ୍ଟରେ ଜଣାଇବେ।